ମୃତ୍ୟୁ ଭୟ ତୁମର ପ୍ରତ୍ୟେକ ଶିଷ୍ୟ ଆଜି ତୁମରି କୃପାରୁ ଗୀତାର ବାଣୀ ଭଳି ତୁମର ଶକ୍ତିଶାଳୀ ଅଭୟବାଣୀ ଶାନ୍ତ ତୃପ୍ତ ହେବେ ଶୁଣି এই ଜଗତର ସକଳ ଜୟ ଗୁରୁ ଜୟ ଗୁରୁ ଜୟ ଗୁରୁ। ଶ୍ରୀ ଶ୍ରୀ ଠାକୁର ମହାରାଜଙ୍କର ଅଭପାଦ ପଦ୍ମରେ ଭକ୍ତିପୂତ ପ୍ରଣତି। ସମସ୍ତ ଗୁରୁ ଭାଇ ମା ଓ ସମସ୍ତ ଶ୍ରୋତାମଣ୍ଡଳୀକୁ ଜୟ ଗୁରୁ ପ୍ରଣାମ। ଆଜି ଅଭୟବାଣୀର ଅଭୟମୂର୍ଚ୍ଛନା କାର୍ଯ୍ୟକ୍ରମରେ ଶ୍ରୀ ଶ୍ରୀ ଠାକୁର ମହାରାଜଙ୍କର ଶ୍ରୀହସ୍ତ ଲିଖିତ ଅଭୟବାଣୀ ପ୍ରଥମ ଖଣ୍ଡ 24 ନମ୍ବର ବାଣୀ ପାଠ କରିବାକୁ ଯାଉଛି। ତୁମମାନଙ୍କ ମଧ୍ୟରେ ଧର୍ମର ଯେଉଁ ସବୁ ମିଥ୍ୟା ବା ଅନ୍ଧ ସଂସ୍କାର ଅଛି ତା ଦୂର ହୋଇ ଯେଉଁଥିରେ ସତ୍ୟ ସଂସ୍କାର ଏବଂ କୃପାରେ ବିଶ୍ୱାସ ଜନ୍ମେ ସେହି ଉଦ୍ଦେଶ୍ୟରେ ମଝିରେ ମଝିରେ ଏହିପରି ଅହେତୁକି କୃପା ପାଉଅଛ। ଦିନେ ଏପରି ଦିନ ଆସିବ ଯେ ସେ ସତ୍ୟ ସମସ୍ତଙ୍କ ହୃଦୟ ଭରି ପ୍ରକାଶିତ ହେବ। ଅଜ୍ଞାନ ଅନ୍ଧକାର ଚିରଦିନ ପାଇଁ ଦୂରକୁ ପଳାଇଯିବ। ବଶ୍ୟ ଆଉ ନିରାଶ ବା ବିଶ୍ୱାସହୀନ ହୁଅନା। ଏହି ବାଣୀ ମାଧ୍ୟମରେ ଠାକୁର କହୁଛନ୍ତି ଯେ ଆମ ଭିତରେ ଧର୍ମର କିଛି ନା କିଛି ମିଥ୍ୟା ବା ଅନ୍ଧ ସଂସ୍କାର ଅଛି। ସଂସ୍କାର କ'ଣ ନା ଆମ ଭିତରେ ଅଛି ସଂସ୍କାର ଯେ ସାଧାରଣ ଭାବରେ ଠାକୁର ପୂଜା କରିବାକୁ ହେଲେ ଘରଦ୍ୱାର ଧୋଇବାକୁ ପଡ଼ିବ, ନିପିବାକୁ ପଡ଼ିବ, ତାକୁ ପରିଷ୍କାର କରିକି ସବୁ ଜିନିଷ କରିବାକୁ ପଡ଼ିବ। କଲା ପରେ ଯାଇକି ଠାକୁରଙ୍କ ଆସନ ସ୍ଥାପନ କରିବା। ଏଇ ଯେଉଁ ଜିନିଷ ସବୁ ଅଛି ଏଇଟା ଲୋକାଚାର ହିସାବରେ ଠିକ୍, କାହିଁକିନା ସମସ୍ତେ ଯେ ଉର୍ଦ୍ଧ୍ୱ ଚେତନାରେ ରହୁଛନ୍ତି ସେ କଥା ନୁହଁ, କିନ୍ତୁ ଏ ଜିନିଷ ସବୁ ପ୍ରାଥମିକ ସ୍ତରରେ କରାଯିବା କଥା। କିନ୍ତୁ ଆମେମାନେ ସେଇଥିରେ ହିଁ ରହିଯାଉଛୁ ଯେ ଠାକୁରଙ୍କର ପୂଜା ହେବ ବା କୌଣସି ଆଜି ଘରେ ଗୋଟେ ପର୍ବପର୍ବାଣି ହେଉଛି ଯେଉଁଟା ଖାଲି ବିଧି ଅନୁସାରେ କାର୍ଯ୍ୟ କରି ଆମେ ଚାଲି ଯାଉଛୁ, କିନ୍ତୁ ପ୍ରକୃତ ବିଧିର ଯେଉଁ ପୂଜା ପାର୍ବଣ ଆମେ କରୁଛେ ବା ଓଷା କରୁଛେ ବା କୌଣସି ଧର୍ମ ଅନୁଷ୍ଠାନ ଘର ଭିତରେ କରାଯାଉଛି ବା ମନ୍ଦିରରେ କରାଯାଉଛି କ'ଣ ପାଇଁ କରାଯାଉଛି ସେ କଥା ଆମେ ଭୁଲି ଯାଉଛେ। ଠାକୁର କହୁଛନ୍ତି ଏସବୁ ଦୂର ହୋଇ ଯେଉଁଥିରେ ତୁମର ସତ୍ୟ ସଂସ୍କାର ଏବଂ କୃପାରେ ବିଶ୍ୱାସ ଜନ୍ମିବ ସେହି ଉଦ୍ଦେଶ୍ୟରେ ମଝିରେ ମଝିରେ ଅହେତୁକ କୃପା ପାଉଛ। କିଛି ଦିନ ଆମେ ସାଧନା କଲା ପରେ ବା ଠାକୁରଙ୍କ ଜଗତରେ ରହିଲା ପରେ ଆମକୁ ଆସ୍ତେ ଆସ୍ତେ ସ୍ଥୂଳ ଜଗତର ସବୁ ଜିନିଷ ଗୁଡ଼ାକ ଦୂରେଇ ଦୂରେଇ ଯାଏ। ଏଇଟା ହେଉଛି ଗୋଟେ ଠାକୁର ଯେଉଁ କଥାଟା କହିଛନ୍ତି ଏଠି, ଏଇଟା ହେଉଛି ଅନୁଭବର କଥା ଆଉ ନିଜର ଭାବର କଥା। ଏଇଟା ସମସ୍ତ ଯିଏ ଅନୁଭବ କରିପାରିବ ସେ ଜାଣିପାରିବ। ଏ ଯେଉଁ କୃପା ପାଉଛୁ ମାନେ ଆମେ ଯେତେବେଳେ ଅନୁଭବ କରୁଛୁ ନା, ମାନେ ଯେମିତି ସୁଚିତେ ବା ଅସୁଚିତେ ଜୟ ଗୁରୁ ଜୟ। ତା ଅର୍ଥ କ'ଣ? ସମସ୍ତେ କ'ଣ ଅସୁଚିରେ ଆସି ଠାକୁର ଘରେ ବସିକିରି ମନ୍ଦିରରେ ପୂଜା କରି ଠାକୁର ଘର ଭିତରେ ବସିକି ଆମେ ପୂଜା କରିପାରିବା? ଆମେ ଠାକୁର ଘର ଭିତରେ ଯିବାକୁ ହେଲେ ପ୍ରଥମେ ଆମକୁ ଆମ ମନ ଭିତରେ ବାରଣ ଆସିଯାଉଛି ସାଙ୍ଗେ ସାଙ୍ଗେ, ଆଗେ ଗୋଡ଼ଟା ଧୋଇନି, ଲୁଗାଟା ବଦଳିନି। କିନ୍ତୁ ଏମିତି ଗୋଟେ ସମୟ ଆସି ପହଞ୍ଚିବ ଯେଉଁଥିରେ କି ତୁମେ ଗୋଡ଼ ଧୋଇଛ କି ନ ଧୋଇଛ କି ଲୁଗା ବଦଳିଛ କି ମାନେ ଅପରିଷ୍କାର ଅଛ କି ପରିଷ୍କାର ଅଛ, କିଛି ତୁମ ମନ ଭିତରକୁ ସେଇଟା ଆସିବନି। ସେତିକିବେଳେ ଯାଇକି ତୁମେ ଉପଯୁକ୍ତ ଭକ୍ତ ହେଇପାରିବ ବା ଠାକୁରଙ୍କ ପାଖକୁ ସେତିକି ନିକଟତର ତୁମେ ହେଲଣି ବୋଲି ଜାଣିବ। ଯେଉଁ ସେଇ କଥାଟା ଠାକୁର କହୁଛନ୍ତି, ଏଇ ଯେଉଁ କୃପା ଯିଏ ପାଉଛି ଯେ ହଠାତ୍ ଗୋଟେ କୌଣସି ଆମେ ଯାଉଛୁ ବାହାରକୁ କେଉଁଠି ଠାକୁରଙ୍କ ମନ୍ଦିରଟେ ଦେଖିଦେଲୁ ବା ଠାକୁରଙ୍କ ଆଶ୍ରମଟେ ଦେଖିଦେଲୁ ବା ଠାକୁର ଯାଉଛନ୍ତି ପ୍ରସେସନ୍ ଦେଖିଦେଲୁ, ସେତେବେଳେ ଆମ ମନ ଭିତରେ ହୃଦୟ ବିଦାରଟା କେତେ ହେଉଛି? ଆମେ ଯେଉଁ କାର୍ଯ୍ୟରେ ଯାଉଛୁ ସେ କାର୍ଯ୍ୟ ପ୍ରତି ଆମ ଲକ୍ଷ୍ୟଟା ରହୁଛି ନା ସେଇଠି ଆମେ ରହିଯାଉଛେ? ମନଟା ସିଆଡ଼କୁ ଯାଉଛି ନା ଆସୁଛି? ସେଇ ଯେଉଁ ଏଇସବୁ କୃପା ଏଗୁଡ଼ାକ ଯେତେବେଳେ ନିଜ ମନ ଭିତରେ ଆସିଯିବ, ନା ଠାକୁରଙ୍କୁ ଦେଖିଲା ପରେ ତୁମ ହୃଦୟ ଭିତରେ ଚମକ ସୃଷ୍ଟି ହେବ ବା ରୋମାଞ୍ଚ ସୃଷ୍ଟି ହେବ, ରୁମ ଟାଙ୍କୁରି ଉଠିବ ବା ଲୋତକ ଆଖିରେ ଆସିବ। ଏଇ ଯେଉଁ ଏଇଗୁଡ଼ାକ ସବୁ ହେଉଛି ଗୁରୁଙ୍କ କୃପା। ଏଇସବୁ ଜିନିଷ ତୁମେ ଯେତେବେଳେ ପାଇବ, ତେଣୁ ଆମେ ପ୍ରକୃତ ସାଧନା ହେଉଛି ଏଇଟା। ଏଇସବୁ ଆମେ ଧୀରେ ଧୀରେ ଏଇ ଯେଉଁ ସଂଘ ଆଉ ପୂଜା ଠାକୁରଙ୍କର ଦୈନନ୍ଦିନ ଯେଉଁ ସେବା ପୂଜା ଘରେ ଆମେ କରୁଛେ ଗୃହାସନରେ, ଏସବୁ କରି ଚାଲିଲା ପରେ ତାର ପରିଣତି ସ୍ୱରୂପ ଆମେ ଏଇ ଜିନିଷଟା ପାଇବା। ଏଇଟା ହେଉଛି ଅହେତୁକି କୃପା। এইটা পাইবা ପାଇଁ ହେଲେ ତାଙ୍କର କୃପାର ଆବଶ୍ୟକତା ରହିଛି। ଆମେ ଭାବିବା ଯେ ଆମେ ସାଧନା କରିକି ଏଇଟା ପାଇଗଲୁ, ସେ କଥା ନୁହଁ। ଆମେ କରି ଚାଲିଥିବା ତା ଭିତରେ ଯେତେବେଳେ ଗୁରୁଙ୍କର କୃପା ହେବ
ବା ସେ ଯେତେବେଳେ ଅନୁଭବ କରିବେ ଆମେ ସେଇ ଉପଯୁକ୍ତ ହେଲୁଣୁ ବା ଆମ ଶରୀର ସେଇ ଉପଯୁକ୍ତ ହେଲାଣି, ଆମ ମନ ସେଇ ଉପଯୋଗୀ ହେଲାଣି, ସେତିକିବେଳେ ହିଁ ସେଇ କୃପାଟା ଆସେ। ସେଇ କୃପା ମାଧ୍ୟମରେ ଆମେ ଅନୁଭବ କରିପାରୁ। କୌଣସି ଜଟିଳ ପ୍ରଶ୍ନ ଗୋଟେ ମନ ଭିତରକୁ ଆସିଲା କି ଜଣେ କିଏ ପ୍ରଶ୍ନଟେ ଭାଇ ଜଣେ ପଚାରୁଛନ୍ତି ଉତ୍ତର ପାଇବା ପାଇଁ, ହଠାତ୍ ତମ ମନ ଭିତରକୁ ଆସି ଉତ୍ତରଟା ପହଞ୍ଚିଯିବ, ସେଇଟା ଅହେତୁକ କୃପା। କାରଣ ତୁମେ କେବେ ପ୍ରସ୍ତୁତ ହେଇ ଆସିନଥିଲ ଯେ ଏମିତି ଗୋଟେ ମୋତେ ଠାକୁରଙ୍କ ବିଷୟରେ ଜଣେ ଏମିତି ପ୍ରଶ୍ନଟା କରିବ, ମୁଁ ତାକୁ ଉତ୍ତର ଦେବି। କେବେ ତୁମେ କେଉଁ ଦିନ କେଉଁ ବହି ପଢ଼ିଥିଲ, ଠାକୁରଙ୍କର କେଉଁ ପୁସ୍ତକ ପଢ଼ିଥିଲ, କିନ୍ତୁ ସେଇ ଜିନିଷଟା ତୁମ ପାଖରେ ଆସି ପହଞ୍ଚିବାଟା କୃପାଟା ହେଉଛି ତାଙ୍କର ପ୍ରେରଣା ଜାଗ୍ରତ ନହେଲେ ତୁମେ ସେଇଟା ପାଇପାରିବ ନାହିଁ କି ଅନୁଭବ କରିପାରିବ ନାହିଁ। ସେ କଥା ଠାକୁର କହୁଛନ୍ତି, ତୁମମାନଙ୍କ ଭିତରେ ମଧ୍ୟରେ ଧର୍ମର ଯେଉଁ ସବୁ ମିଥ୍ୟା ବା ଅନ୍ଧ ସଂସ୍କାର ଅଛି ତା ଦୂର ହୋଇ ଯେଉଁଥିରେ ସତ୍ୟ ସଂସ୍କାର ଏବଂ କୃପାର ବିଶ୍ୱାସ ଜନ୍ମେ, ସେହି ଉଦ୍ଦେଶ୍ୟରେ ମଝିରେ ମଝିରେ ଅହେତୁକ କୃପା ପାଉଛ। ଆଉ ତାହା ପରବର୍ତ୍ତୀ ସମୟରେ ଠାକୁର କହୁଛନ୍ତି, ଦିନେ ଏପରି ଦିନ ଆସିବ ଯେ ସେ ସତ୍ୟ ସମସ୍ତଙ୍କ ହୃଦୟ ଭରି ପ୍ରକାଶିତ ହେବ। ଯାହାର ହେଉନି ସେ ଏଥିରେ ବ୍ୟସ୍ତ ହେବାର କିଛି ଆବଶ୍ୟକତା ନାହିଁ, ସେ ବି ଦିନେ ପାଇବ। କିନ୍ତୁ କଥା ହେଉଛି ଲକ୍ଷ୍ୟଟା ସ୍ଥିର ଥିବା ଦରକାର। ଯେମିତି ଗୋରୁଟେ ବନ୍ଧା ହେଇଛି ଖୁଣ୍ଟରେ, ସେ ଯେତିକି ପର୍ଯ୍ୟନ୍ତ ଦଉଡ଼ିଟା ଅଛି ସେ ଆରାମରେ ଚରୁଛି, ତା ବେକ ଯେ ପର୍ଯ୍ୟନ୍ତ ଢିଲା ଅଛି ସେ ଚରଚରେ ଯାଉଛି। ଯେତେବେଳେ ଆଗକୁ ଦେଖୁଛି କ୍ଷେତ ଅଛି, ମାଲିକ କ'ଣ କରିଛି ନା କ୍ଷେତର ଦୂରତା ଦେଖିକିରି, ଫସଲ କ୍ଷେତର ଦୂରତା ଦେଖିକିରି ସେ ପଘାଟାକୁ ସେଇ ଅନୁସାରେ ବାନ୍ଧିଛି ଯେ ଗୋରୁଟା ଆଉ ତା ଆଗକୁ ଯାଇପାରିବ ନାହିଁ। ଯେତେବେଳେ ସେ ଚେଷ୍ଟା କରିବ ଫସଲଟା ଖାଇବା ପାଇଁ, ଯେତେବେଳେ ସେ ଦୂରେଇକୁ ଯିବ ଖୁଣ୍ଟ ପାଖରୁ, ସେତେବେଳେ କ'ଣ ହେବ ନା ତା ବେକଟା ଟାଣି ହେଇଯିବ। ଟାଣିଗଲା ପରେ ଝିଙ୍କି ହେଇଯିବ, ମାନେ ସେ ଅନୁଭବ କରିବ ଯେ ମୁଁ ବନ୍ଧା ହେଇଛି। ଯେପର୍ଯ୍ୟନ୍ତ ତା ଭିତରେ ସେ ଅଛି ସେ ବନ୍ଧା ହେଇଛି ବୋଲି ଜାଣୁନି। ତେଣୁ ସେଇ କଥାଟା ଆମକୁ ହିଁ କୁହାଯାଇଛି ଯେ ଆମେ ସେମିତି ସେଇ ଯେଉଁ ଲକ୍ଷ୍ୟଟା ଗୁରୁଙ୍କ ପାଦରେ ଆମର ଲକ୍ଷ୍ୟଟା ରଖିବା, ଯେଉଁ ନିର୍ଭର ଖୁଣ୍ଟ ଠାକୁର ଦେଇଛନ୍ତି, ସେ ନିର୍ଭର ଖୁଣ୍ଟ ଦେହରେ ଆମେ ବାନ୍ଧି ହେଇକି ରହିବା। ଯଦି ବାନ୍ଧି ହେବାଟା ଛାଡ଼ିଦେବା ବା ବେକରୁ ପଘା ଖସେଇ ଦେବା, ତାହେଲେ ଆମେ ଆଉ ସେ କୃପା ପାଇପାରିବା ନାହିଁ। ଆଉ ଯେଉଁମାନେ ସେଇ ଖୁଣ୍ଟ ଯେମିତି ଗୋରୁ ଖୁଣ୍ଟରେ ବନ୍ଧା ହେଲା ଭଳିଆ ଯେଉଁମାନେ ସେଇ ଲକ୍ଷ୍ୟରେ ଥିବେ, ଠାକୁର କହୁଛନ୍ତି ଦିନେ ନା ଦିନେ ସମସ୍ତଙ୍କ ଭିତରେ ସେଇଟା ଆସିବ, ସେଇ କୃପାଟା ସମସ୍ତେ ପାଇବେ। ଅଜ୍ଞାନ ଅନ୍ଧକାର ଚିରଦିନ ପାଇଁ ଦୂରେଇ ପଳାଇବ। ତେଣୁ ବଶ୍ୟ ଆଉ ନିରାଶ ବା ବିଶ୍ୱାସହୀନ ହୁଅନା। ଏ ମଧ୍ୟ ଭାବୁଛି ଯେ କୌଣସି ଭକ୍ତ ନିରାଶ ହୋଇକରି ଏଇ କଥାଟି ଠାକୁରଙ୍କ ପାଖକୁ ଚିଠି ମାଧ୍ୟମରେ ଲେଖିଛନ୍ତି। ସେଇ ଚିଠିର ଉତ୍ତର ହିସାବରେ ଠାକୁର এই উত্তরটি দিয়েছেন যে তোমাদের ব্যস্ত হুনি কি নিরাশ হুনি যে মু পাইবিনি বা মু তোম পাখে পৌঁছি পারিবিনি বা মু তোমাকে যে নির্দেশ দিয়েছি সেই আদেশ পালন করে চাল, কেবে বি তুমি নিরাশ হুনি, যে কি বিশ্বাসহীন হুনি যে কালে মোর হবনি কি। ঠাকুর কইলে মু তো করুছি এত দিন হল কলিনি, মোর কিছু ফল মিলুনি। আগর পূর্ব বাণী কেতে গুড়াকে আমি আলোচনা করিছে যে বহুত ভক্ত অনেক যে ব্যস্ত হয়ে পড়ছেন, 2 মাস 4 মাস 6 মাস বর্ষ ভিতরে কলাপরে সাধনা যেতবে সে সাধনার ফল ন পাইছেন ঠাকুরଙ୍କ পাখକୁ চিঠি ମଧ୍ୟ ଲେଖିଛନ୍ତି। ତେଣୁ ସେଇ କଥା ଠାକୁର ପୁନର୍ବାର କହୁଛନ୍ତି ଯେ ଏଥିରେ ତୁମମାନେ ନିରାଶ ହୁଅନି ବା ହତାଶ ହେଇ ପଡ଼ନି କି ବିଶ୍ୱାସହୀନ ହୁଅନା, ଦିନେ ନା ଦିନେ ନିଶ୍ଚୟ ମୋର କୃପା ତୁମେ ପାଇବ। ତେଣୁ ଆସନ୍ତୁ ସମସ୍ତେ ଭକ୍ତିପୂର୍ଣ୍ଣ ଭାବରେ ଶ୍ରୀ ଶ୍ରୀ ଠାକୁର ମହାରାଜଙ୍କର ପାଦ ପଦ୍ମରେ ସେହି ସଭକ୍ତି ପ୍ରଣାମ ଜଣାଇ ତାଙ୍କର କୃପା ଆକର୍ଷଣ ପାଇଁ ଅପେକ୍ଷା କରି ରହିବା। ଜୟ ଗୁରୁ, ଜୟ ଗୁରୁ, ଜୟ।